ଏହି ଜଙ୍ଗଲରେ ଗୋଟେ ଗଛରେ ଗୋଟେ କାଉର ଫ୍ୟାମିଲି ରହୁଥିଲେ। ଦିନ ସାରା ସେମାନେ ଜଙ୍ଗଲ ସାରା ବୁଲନ୍ତି ଆଉ ସବୁ ପ୍ରକାର ଫଳମୂଳ ଖାଆନ୍ତି। ସନ୍ଧ୍ୟା ହେବା ମାତ୍ରେ ନିଜ ବସାକୁ ଚାଲି ଆସନ୍ତି। ସକାଳ ହେଇଗଲାଣି, ଯିବା। ଚାଲ ଆଜି ଆମ୍ବ ବଗିଚାକୁ ଯିବା। ହେଲେ ସେଇ କାଉଟିର ଦେହ ଭଲ ନଥିଲା। ନା, ଆଜି ମୋର ଦେହ କିଛି ଭଲ ଲାଗୁନି। ତମେ ଆଜି ଏକା ଚାଲିଯାଅ, ଆଉ ଯାହା ପାଇବ ମୋ ପାଇଁ ବି ଆଣିଥିବ। ହଉ ଠିକ୍ ଅଛି, ହେଲେ ତମେ ସାଙ୍ଗରେ ଆସିଥିଲେ ଆଉ ମଜା ଆସିଥାନ୍ତା। ମୁଁ କହିଲି ନା, ମୁଁ ଯାଇପାରିବିନି, ମୋ ଦେହ ଭଲ ଲାଗୁନି, ତମେ ଯାଅ। ନା ନା, ମୁଁ ଯାଉଛି। ତମେ ରାଗୁଛ କଣ ପାଇଁ? ଆଉ କାଉଟି ଏକା ହିଁ ଚାଲିଯାଏ। ଆଉ ସେ ସିଧା ଆମ୍ବ ବଗିଚାକୁ ଚାଲିଯାଏ। ଆଉ ଦିନ ସାରା ବୁଲି ସାରିବା ପରେ ସନ୍ଧ୍ୟା ହେବା ଆଗରୁ ନିଜ ବସାକୁ ଚାଲି ଆସେ। ଆଜି ଏତେ ଲେଟ୍ କେମିତି ହେଇଗଲା ଆସିବାକୁ? ମୁଁ ଆଜି ଆମ୍ବ ବଗିଚାକୁ ଯାଇଥିଲି। ବହୁତ ମିଠା ଆମ୍ବ ସବୁ ଥିଲା। ମୁଁ ପେଟ ପୂରେଇକି ଖାଇଲି ଆଉ ତୁମ ପାଇଁ ବି ନେଇକି ଆସିଛି। ମୁଁ ବହୁତ ବେଳୁ ତମକୁ ଅପେକ୍ଷା କରିଥିଲି। ତମ ପାଇଁ ଗୋଟେ ଖୁସି ଖବର ଅଛି। କଣ କଣ ଖୁସି ଖବର ଅଛି? ମୁଁ 2ଟି ଅଣ୍ଡା ଦେଇଛି। ହେଲେ ତମେ ଏତେ ମନ ଦୁଃଖରେ କଣ ପାଇଁ? ଇଏ ତ ବହୁତ ଖୁସି ଖବର। ଆମ ବସାକୁ ଛୋଟ ଛୋଟ ପିଲା ଆସିବେ ଆଉ ତମେ ଏମାନଙ୍କୁ ମାମା ହେବ ଆଉ ମୁଁ ବାପା ହେବି। ନା, ମୁଁ ଏମିତି କରିପାରିବିନି। ଏବେ 21 ଦିନ ଯାଏଁ ବସାରେ ବସିକି ରହିବାକୁ ପଡ଼ିବ। ମୁଁ ପାରିବିନି। ଏବେ ତମେ ବସିବ। ମୁଁ ଅଣ୍ଡା ଉପରେ ବସିବି? କଣ ହେଇଯାଇଛି ତମର? ମୋର କାମ ମୁଁ ତମ ପାଇଁ ଖାଇବା ଆଣିବି ଆଉ ତମ କାମ ଏ ଅଣ୍ଡା ଉପର ଯତ୍ନ ନେବା। ତମେ ଚୁପ୍ ରୁହ। ଏମିତି ହେଇପାରିବନି। ମୁଁ ରହିପାରିବିନି ସାରା ଦିନ ବସାରେ। ଯଦି ତମେ ବି ବସି ପାରିବନି ଅଣ୍ଡା ଉପରେ, ତ ମୁଁ ସାରା ଦିନ ଭାବି ଭାବି ଗୋଟେ ଉପାୟ ବାହାର କରିଛି। କଣ ଉପାୟ ବାହାର କରିଛ? ଏ ଅଣ୍ଡାକୁ ନଷ୍ଟ କରିବାକୁ ତ ଚାହୁଁନ? ନା ନା, ଏତେ ବି ନିଷ୍ଠୁର ନୁହଁ ମୁଁ। ପିଲା ତ ମତେ ବି ବହୁତ ପସନ୍ଦ। ହେଲେ ପ୍ରୋବ୍ଲେମ ତ ଅଣ୍ଡା ଉପରେ ବସିବାର। କଣ ଉପାୟ ଭାବିଛ? ତମେ ତ ସାରା ଜଙ୍ଗଲରେ ବୁଲୁଛ। କୋଉ ପକ୍ଷୀ ଅଣ୍ଡା ଦେଇଛି ଦେଖ। କଣ କହିବାକୁ ଚାହୁଁଛ ତମେ? ଖୋଲିକି କୁହ ମତେ। ମୁଁ ଭାବିଛି ଏହା ଯେ ଯୋଉ ପକ୍ଷୀ ଅଣ୍ଡା ଦେଇଥିବ ତା ଅଣ୍ଡା ବାହାର କରିଦେଇ ଆମ ଅଣ୍ଡା ସେଇଠି ରଖିଦେବା। ଯେତେବେଳେ ଅଣ୍ଡାରୁ ପିଲା ବାହାରି ଆସିବେ, ଆମ ପିଲା ଆମେ ନେଇ ଆସିବା। ଏମିତି କଲେ ଆମକୁ ପିଲା ବି ମିଳିଯିବ ଆଉ ଆମେ ଅଣ୍ଡା ଉପରେ ବସିବାକୁ ବି ପଡ଼ିବନି। ତମେ ଯାହା ଭାବୁଛ ସେଇ ସବୁ ମତେ ଠିକ୍ ଲାଗୁନି। ମତେ ତମେ ରଗାଅନି। ଯାହା କହୁଛି ସେୟା କର। ନହେଲେ ଏଇ ଅଣ୍ଡା ଆଉ ତମକୁ ଛାଡ଼ିକି ମୁଁ ମୋ ବାବା ମାମାଙ୍କ ପାଖକୁ ଚାଲିଯିବି। ନା 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 ନା, ଏମିତି କରନି। ତମେ ଯେମିତି କହିବ ମୁଁ ସେମିତି କରିବି। ତା ପରଦିନ କାଉଟି ଜଙ୍ଗଲରେ ବୁଲିକି ଦେଖେ କି କେଉଁ କେଉଁ ପକ୍ଷୀ ବସାରେ ଅଣ୍ଡା ଅଛି। କାଉଟି ବହୁତ ଖୋଜିବା ପରେ ଦେଖିଲା ଗୋଟେ ଚଢ଼େଇର ବସାରେ 2ଟି ଅଣ୍ଡା ଅଛି। କାଉଟି ଖୁସି ହେଇଯାଏ ଆଉ ସେ ଜଲ୍ଦି ନିଜ ବସାକୁ ଚାଲି ଆସେ। କଣ ହେଲା? ହଁ, ଏଇ ପାଖରେ ହିଁ ଚଢ଼େଇ ବସାରେ 2ଟି ଅଣ୍ଡା ଅଛି ଆଉ ସେ ଅଣ୍ଡା ବି ଆମ ଭଳି ଧଳା। କେଉଁ ପକ୍ଷୀର ଅଣ୍ଡା ସେଇଟା? ଚଢ଼େଇ ବସା ସେଇଟା। ଆଉ ତମେ ଜଲ୍ଦି କର। ଚଢ଼େଇଟି ଆମ୍ବ ବଗିଚା ଆଡ଼େ ଯାଉଥିବାର ମୁଁ ଦେଖିଲି। ଆଉ ସେ 2 ଜଣ ଜଲ୍ଦି ନିଜ ଅଣ୍ଡାକୁ ଧରିକି ଚଢ଼େଇ ବସା ଆଡ଼କୁ ଚାଲି ଯାଆନ୍ତି। ଆଉ ସେ 2 ଜଣ ଜଲ୍ଦି ହିଁ ଚଢ଼େଇ ବସା ପାଖରେ ପହଞ୍ଚି ଯାଆନ୍ତି ଆଉ ଚଢ଼େଇର ଅଣ୍ଡା ତଳେ ପକାଇ ଦିଅନ୍ତି ଆଉ ତାଙ୍କ ଅଣ୍ଡା ସେଇଠି ରଖିଦିଅନ୍ତି ଆଉ ଜଲ୍ଦି ହିଁ ସେଇଠୁ ଚାଲି ଯାଆନ୍ତି। ଆଜିଠୁ ମୁଁ ତ କୁଆଡ଼େ ଯିବିନି। ମୁଁ ଆମର ସୁଇଟ୍ ଅଣ୍ଡାର ଯତ୍ନ ନେବି। ମୁଁ ତ ଅପେକ୍ଷା କରିଛି ମୋ ପିଲାମାନେ ଆସିବାର। ହଁ ଠିକ୍ ଅଛି, ଆଜିଠୁ ଦାନା ମୁଁ ଆଣିବି। ଆଉ ଏମିତିରେ ଚଢ଼େଇଟି ଜାଣିପାରେନି କି ତାଙ୍କ ବସାରେ କାଉର ଅଣ୍ଡା ଅଛି। ଦେଖିଲ, ଆମେ ଏବେ ବୁଲିବା, ମଜା କରିବା ଆଉ ଆମ ଅଣ୍ଡାର ଯତ୍ନ ସେଇ ଚଢ଼େଇ ନେବ। ହଁ ଠିକ୍ ଅଛି, ଚାଲ ଆଜି ଆମେ 2 ଜଣ ମିଶିକି ଆମ୍ବ ବଗିଚାକୁ ଯିବା। ଆଉ ସେ 2 ଜଣ ଅଚିନ୍ତା ମଜାମସ୍ତି କରିବାରେ ଲାଗିଲେ। ଆଉ ସେଇପଟେ ଚଢ଼େଇଟି ଅପେକ୍ଷାରେ ଥାଏ କେତେବେଳେ ଅଣ୍ଡାରୁ ତାଙ୍କ ପିଲା ବାହାରିବ। ଆଉ ଦିନ ବିତିବାକୁ ଲାଗିଲା। ଶେଷରେ ସେଇ ଦିନ ଆସି ହିଁ ଗଲା। ଶୁଣ, ଅଣ୍ଡା ଭିତରୁ ଛୁଆଙ୍କ ଆବାଜ ଶୁଭୁଛି। ଲାଗୁଛି ଆଜି ଆମ ପିଲାମାନେ ଅଣ୍ଡା ଭିତରୁ ବାହାରକୁ ଆସିବେ। ଏଇ କଥା 2 ଜଣ ହଉଥାନ୍ତି। ୟା ଭିତରେ ଅଣ୍ଡା ଭିତରୁ 2ଟି ଛୁଆ ବାହାରକୁ ଆସିଯାଆନ୍ତି। ଆଉ ଚଢ଼େଇଟି କଳା କାଉ ମାନଙ୍କ ପରି ପିଲା ଦେଖି ଡରିଯାଏ। ନା ନା ନା, ମୋ ପିଲାମାନେ ଏତେ କଳା କେମିତି? କଣ, ଇଏ ତ କଳା କାଉର ଛୁଆ ଲାଗୁଛି। ନା, ଇଏ ମୋ ପିଲା ନୁହେଁ। ମୋ ସହ କଣ ହେଇଗଲା? ଇଏ କେମିତି ହେଲା? ମୋ ପିଲାମାନେ କୁଆଡ଼େ ଗଲେ? ଆଉ ସେ କାନ୍ଦିବାକୁ ଲାଗିଲା। ତମେ ଚିନ୍ତା କରନି, ଇଏ ଆମ ଛୁଆ ନୁହଁ। ଲାଗୁଛି କାଉ ତାଙ୍କ ଅଣ୍ଡା ଆଣିକି ଆମଠି ରଖିଦେଇଛି। ନା, ଇଏ ନିଜ ଅଣ୍ଡା ସହ ଏମିତି କରିବ? ହଁ, ମୁଁ ନିଜ ପୂର୍ବପୁରୁଷ ମାନଙ୍କଠୁ ଶୁଣିଛି କାଉ ମାନେ ନିଜ ଅଣ୍ଡାକୁ ଚେଞ୍ଜ କରି
ଦେଇଥାନ୍ତି। ଦେଖ ଏଇ ପିଲାମାନେ କେମିତି କାନ୍ଦୁଛନ୍ତି। ଏମାନଙ୍କୁ ନିଜ ପିଲା ଭାବିକି ଦାନା ଖୁଆଅ। ଆଉ ଚଢ଼େଇଟି ସେ ପିଲାମାନଙ୍କୁ ଦାନା ଖୁଆଏ। ଆଉ କିଛି ସମୟ ପରେ କାଉଟି ଆସିକି ଦେଖେ, ଆରେ ମୋ ପିଲାମାନେ ବାହାରକୁ ଆସିଗଲେଣି। ଏବେ ଯାଇକି ତାଙ୍କ ମାମାକୁ କହୁଛି। ଆଉ କାଉଟି ଜଲ୍ଦି ହିଁ ନିଜ ବସାକୁ ଚାଲିଯାଏ। ପିଲାମାନେ ବାହାରକୁ ଆସିଗଲେଣି। ଆଜି ମୁଁ ଦେଖିଲି ଚଢ଼େଇ ଆମ ପିଲାମାନଙ୍କୁ ଦାନା ଖୁଆଉଥିଲା। ଚାଲ ଯିବା। ଆଉ 2 ଜଣ ଚଢ଼େଇ ବସା ପାଖକୁ ଚାଲି ଯାଆନ୍ତି। କେମିତି ଅଛ ଚଢ଼େଇ ଭଉଣୀ? ବହୁତ ସୁନ୍ଦର ଲାଗୁଛ ଆଜି। ଇଏ କ'ଣ କାଉ ଛୁଆ ତମ ବସାରେ କେମିତି? ଚଢ଼େଇଟି କିଛି କୁହେନି, ହେଲେ କାଉକୁ ଦେଖି ଚଢ଼େଇଟି ସବୁ ବୁଝିଯାଏ। ତମ ପାଇଁ ଠିକ୍ ହବ ତମେ ଏଇଠୁ ଚାଲିଯାଅ। ମୁଁ ସବୁ ଜାଣିଛି। ତମେ ଆମ ବସାରେ ତମ ଅଣ୍ଡା ଆଣିକି ରଖିଛ, ସେଥିପାଇଁ ଏବେ ଆସିଛ ନିଜ ପିଲାଙ୍କୁ ଦେଖିବା ପାଇଁ। ନା ନା, ମୁଁ ତ ଏହା କହୁଛି ଯେ ପିଲାମାନେ ବହୁତ କଳା, ଆଉ କଳା ରଙ୍ଗକୁ କେହି ପସନ୍ଦ କରନ୍ତିନି। ଆଉ ଆମେ ବି କଳା। ଯଦି ତମେ ଖରାପ ଭାବିବନି, ଏମାନଙ୍କୁ ଆମେ ଆମ ସହ ନେଇଯିବୁ। ଏ ପିଲାମାନେ ତ ତମର, ମୁଁ ଜାଣିଛି। ନେଇଯାଅ ତମ ପିଲାମାନଙ୍କୁ। ଆଉ ସାଙ୍ଗେ ସାଙ୍ଗେ ମାମା ଚଢ଼େଇଟି କୁହେ, ନା, ମୁଁ ପୁରା 21 ଦିନ ଯତ୍ନ ନେଇଛି ଏ ଅଣ୍ଡାର। ମୁଁ ସବୁବେଳେ ଅପେକ୍ଷା କରିଥିଲି ଏ ପିଲାମାନଙ୍କୁ। ମତେ ଏ ପିଲାମାନେ ମୋର ନିଜ ପିଲା ପରି ପସନ୍ଦ। ତମେ ଯାଅ ଏଇଠୁ, ନହେଲେ ମୁଁ ସବୁ ପକ୍ଷୀଙ୍କୁ ଡାକିକି ତମର ଏଇ ସବୁ ହରକତ କହିଦେବି। ଦେଖ ଚଢ଼େଇ ଭଉଣୀ, ମୁଁ ଭୁଲ କରିଛି। ମୁଁ ହିଁ କହିଥିଲି ତାଙ୍କୁ ବାବାଙ୍କୁ ଏମିତି କରିବାକୁ। ଏ ପିଲାମାନଙ୍କୁ ଦେଖି ମୋର ସ୍ନେହ ଆଉ ବଢ଼ିଗଲାଣି। ପ୍ଲିଜ ମୋତେ ମୋ ପିଲା ଦେଇଦିଅ। ଏମିତି କେବେ ହବନି। ତମେ ଯାଅ ଏଇଠୁ। ଆଉ ଏମିତି ହିଁ ମନ ଦୁଃଖ କରି ସେ 2 ଜଣ ସେଇଠୁ ଚାଲି ଯାଆନ୍ତି। ଆଉ ଚଢ଼େଇଟି ନିଜଠୁ ଅଧିକ ସେ ପିଲାମାନଙ୍କୁ ଭଲ ପାଏ।